ମାଲକାନଗିରି ବନ ବିଭାଗ ପକ୍ଷରୁ ସତୀଗୁଡ଼ା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ସମ୍ମିଳନୀ କକ୍ଷରେ ଡିଏଫ୍ଓ ସାଇ କିରଣଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବନ ଦିବସ ଶନିବାର ପାଳିତ ହୋଇଛି। ଏଥିରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଉପସ୍ଥିତ ଥିଲେ। ଜଙ୍ଗଲ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ବନ କର୍ମଚାରୀଙ୍କର ଗୁରୁ ଦାୟିତ୍ୱ ବୋଲି କହିଛନ୍ତି। ଜନସଂଖ୍ୟା ବୃଦ୍ଧି, ଶିଳ୍ପ ପ୍ରତିଷ୍ଠାନ, କୃଷି ପାଇଁ ଚାଷ ଜମିର ଆବଶ୍ୟକତା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ପୋଡୁ ଚାଷ ଆଦି ଯୋଗୁଁ କ୍ରମଶଃ ଜଙ୍ଗଲ ଓ ଜଙ୍ଗଲ ସମ୍ପଦ କ୍ଷୟ ହୋଇଯାଉଛି। ଏଥିଯୋଗୁଁ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ହୋଇଛି। ଜଙ୍ଗଲଜାତ ଦ୍ରବ୍ୟ ଦେଶର ଅର୍ଥନୀତିକୁ ସୁଦୃଢ଼ କରୁଛି। ବନବାସୀମାନେ ଜଙ୍ଗଲରୁ ମିଳୁଥିବା ସାମଗ୍ରୀରୁ ବେଶ୍ ଲାଭବାନ ହୋଇ ଜୀବନ ଜୀବିକା ନିର୍ବାହ କରୁଛନ୍ତି, କିନ୍ତୁ କର୍ପୋରେଟ୍ ସେକ୍ଟର ଅଧିକ ଲାଭବାନ ହେଉଥିବା କୁହାଯାଉଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ରହିଛି ବୋଲି ଅତିଥିମାନେ କହିଥିଲେ। ମାଲକାନଗିରି ବନଖଣ୍ଡ ପକ୍ଷରୁ ଜଙ୍ଗଲ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପଞ୍ଚାୟତ ଓ ବ୍ୟକ୍ତିବିଶେଷମାନଙ୍କୁ ମାନପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବନାଞ୍ଚଳ ଅଧିକାରୀ, ବନପାଳ 3 ବନରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ସତୀଗୁଡ଼ା ଜଳଭଣ୍ଡାରରେ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ସହ ଜଳଭଣ୍ଡାରରେ ଭ୍ରମଣ କରିବାକୁ ସ୍କୁଟର ବୋଟ୍ ସହ କ୍ରୀଡ଼ା ବୋଟ୍କୁ ଅତିଥିମାନେ ଲୋକାର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଏକାମ୍ର ମିଡିଆ ନ୍ୟୁଜ। प्रोग्राम में समस्त स्वागत जनाऊँ। प्रत्येक वर्ष 21 मार्च